ଅଥ 51 ସପ୍ତତୀତ ମଧ୍ୟହ ପ୍ରତି ରାଣୀଙ୍କ ଅନ୍ତଃପୁରରେ ଭଗବାନଙ୍କର ଗୃହଚର୍ଯ୍ୟା ଦର୍ଶନ କରି ନାରଦଙ୍କର ବିସ୍ମୟ। ଶ୍ରୀ ଶୁକଦେବ କହିଲେ, ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ମାରି ଏକାକୀ ହଜାର ହଜାର ରାଜକନ୍ୟାଙ୍କୁ ବିବାହ କଲେ ଶୁଣି ଶ୍ରୀକୃଷ୍ଣଙ୍କ ଘର ସଂସାର କିପରି ଚାଲିଛି ତାହା ଦେଖିବାକୁ ନାରଦଙ୍କ ମନରେ ବିଶେଷ ଉତ୍କଣ୍ଠା ଜାତ ହେଲା। ସେ ଭାବିବାକୁ ଲାଗିଲେ, କି ଆଶ୍ଚର୍ଯ୍ୟର କଥା! ଜଣେ ମାତ୍ର ଭଗବାନ ଶ୍ରୀକୃଷ୍ଣ ଗୋଟିଏ ଶରୀରରେ ଏକ ସଂଖ୍ୟା 16,000 ପୁରରେ ପୃଥକ ଭାବରେ 16,000 ରାଜକୁମାରୀଙ୍କୁ ବିବାହ କରିପାରିଲେ କିପରି? ଏପରି ଉତ୍ସୁକତା ହେତୁ ଭଗବାନଙ୍କ ଲୀଳା ଦେଖିବା ନିମନ୍ତେ ନାରଦ ଆସି ଦ୍ୱାରିକାରେ ପହଞ୍ଚିଗଲେ। ସେ ଦେଖିଲେ ସେଠାକାର ଉଦ୍ୟାନ ଓ ଉପବନମାନଙ୍କରେ ନାନା ଜାତିର ଫୁଲ ଗଛ ରହିଛି। ସେସବୁ ଗଛରେ ବିଭିନ୍ନ ରଙ୍ଗର ଫୁଲ ଲଦି ହୋଇଛି। ବିଭିନ୍ନ ପ୍ରକାର ପକ୍ଷୀ କଳରବ କରୁଛନ୍ତି। ଦଳ ଦଳ ଭ୍ରମର ଗୁଞ୍ଜନ କରୁଛନ୍ତି। ସରୋବରମାନଙ୍କରେ ନିର୍ମଳ ଜଳ ପୂର୍ଣ୍ଣ ହୋଇ ରହିଛି। ସେସବୁରେ ନୀଳ, ରକ୍ତ ଓ ଶ୍ୱେତବର୍ଣ୍ଣର ଏତେ ପଦ୍ମ ଓ କଇଁ ଫୁଲ ଫୁଟିଛି ଯେ ଦେଖିଲେ ମନେ ହେଉଛି ସେଠାରେ ପଦ୍ମ ଓ କଇଁର ଭିଡ଼ ଲାଗିଛି। ପୁଣି ସରୋବର ଗୁଡ଼ିକରେ ଦଳ ଦଳ ହଂସ ଓ ସାରସ କଳରବ କରୁଛନ୍ତି। ଦ୍ୱାରକାପୁରୀରେ ସ୍ଫଟିକ ମଣି ଓ ରୂପାରେ ନିର୍ମିତ 9 ଲକ୍ଷିଆ ଭବନ ଥାଏ। ସେ ଭବନ ସବୁ ନୀଳା ଓ ମରକତ ମଣିର ଜ୍ୟୋତିରେ ଝଲସୁଥାଏ ଏବଂ ସବୁ ଭବନରେ ସୁନା ଓ ହୀରାର ବହୁ ସାମଗ୍ରୀ ଶୋଭା ପାଉଥାଏ। ନଗରର ରାଜପଥ, ଗଳି, ଛକ ତଥା ବଜାର ଅତ୍ୟନ୍ତ ସୁନ୍ଦର ହୋଇଥାଏ। ଘୋଡ଼ାଶାଳା ପ୍ରଭୃତି ପଶୁମାନଙ୍କର ରହିବା ସ୍ଥାନ, ସଭା ଭବନ ଓ ବିଭିନ୍ନ ଦେବ ମନ୍ଦିର ରହିଥିବାରୁ ନଗରର ସୌନ୍ଦର୍ଯ୍ୟ ଆହୁରି ଅଧିକ ଚମକି ଉଠୁଥାଏ। ନଗରର ରାସ୍ତାଘାଟ, ଗଳିକନ୍ଦି ଓ ଛକ ସ୍ଥାନମାନଙ୍କରେ ସୁଗନ୍ଧ ଦ୍ରବ୍ୟ ଛିଞ୍ଚା ଯାଇଥାଏ। ବିଭିନ୍ନ ସ୍ଥାନରେ ଛୋଟ ବଡ଼ ପତାକାଗୁଡ଼ିକର ମାଳ ଝୁଲୁଥାଏ ଏବଂ ଏତେ ପତାକା ଉଡ଼ୁଥାଏ ଯେ ତା ଫଳରେ ରାସ୍ତାରେ ଖରା ପଡ଼ୁନଥାଏ। ଦ୍ୱାରକା ନଗରୀରେ ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ସୁନ୍ଦର ଅନ୍ତଃପୁର ଥାଏ। ସେସବୁ ନିର୍ମାଣ କରିବାରେ ବିଶ୍ୱକର୍ମା ନିଜର ସମସ୍ତ କଳା କୌଶଳ, ସମସ୍ତ କାରିଗରୀ ଲଗାଇ ଦେଇଥିଲେ। ତେଣୁ ବଡ଼ ବଡ଼ ଲୋକବଳମାନେ ମଧ୍ୟ ସେ ଅନ୍ତଃପୁରର ପ୍ରଶଂସା କରିଥାନ୍ତି। ସେ ଅନ୍ତଃପୁରରେ ଭଗବାନଙ୍କ ରାଣୀମାନଙ୍କର 16,000 ବି ଅଧିକ ରାଣୀ ନିବାସ ରହିଥିଲା। ନାରଦ ଯାଇ ସେ ଭିତରୁ ଗୋଟିଏ ବଡ଼ ରାଣୀ ନିବାସରେ ପ୍ରବେଶ କଲେ। ସେହି ନିବାସର ସ୍ତମ୍ଭ ସବୁ ପ୍ରବାଳରେ, ମେଜିଆ ବୈଦୁର୍ଯ୍ୟରେ ଓ କାନ୍ଥ ଇନ୍ଦ୍ରନୀଳମଣିରେ ନିର୍ମାଣ କରାଯାଇଥିଲା। ତେଣୁ ସେସବୁ ଝଲମଲ ଦିଶୁଥାଏ। ସେଠାରେ ବିଶ୍ୱକର୍ମା ଏପରି ସୁନ୍ଦର ଚାନ୍ଦୁଆମାନ ଖଞ୍ଜିଥାନ୍ତି ଯେ ସେଥିରେ ମୋତିମାଳାର ଝାଲର ଝୁଲୁଥାଏ। ପ୍ରକୋଷ୍ଠମାନଙ୍କରେ ହାତୀ ଦାନ୍ତରେ ପଲଙ୍କ ପଡ଼ିଥାଏ। ପଲଙ୍କରେ ଉତ୍କୃଷ୍ଟମାନର ମଣିମୁକ୍ତା ଖରିତ ହୋଇଥାଏ। ସେହି ନିବାସରେ ସୁନାହାର ଓ ସୁନ୍ଦର ବସ୍ତ୍ର ପିନ୍ଧିଥିବା ବହୁ ଦାସୀ ଥାନ୍ତି ଏବଂ ପଗଡ଼ି ବାନ୍ଧି, ଜାମ ଯୋଡ଼ ହୋଇ, କାନରେ କୁଣ୍ଡଳ ପିନ୍ଧି ବହୁ ସେବକ ମଧ୍ୟ ନିଜ ନିଜ କର୍ମରେ ବ୍ୟସ୍ତ ରହି ନିବାସର ଶୋଭା ବଢ଼ାଉଥାନ୍ତି। ବିବିଧ ପ୍ରକାର ରତ୍ନର ଆଲୋକରେ ଅନ୍ଧକାର ଦୂର ହୋଇଯାଇଥାଏ। ଅଗର ଧୂପ ଜଳୁଥିବାରୁ ସୁଗନ୍ଧ ଧୂଆଁ ଝରକା ବାଟ ଦେଇ ବାହାରକୁ ଚାଲିଯାଉଥାଏ ଓ ସେହି ଧୂଆଁ ଦେଖି ଘର ଚାଳରେ ବସିଥିବା ମୟୂରମାନେ ମେଘ ଆସିଲା ଭାବି କଳରବ କରି ନାଚୁଥାନ୍ତି। ନିବାସ ଭିତରକୁ ଯାଇ ଦେବର୍ଷି ନାରଦ ଦେଖିଲେ ଯେ ଭଗବାନ ଶ୍ରୀକୃଷ୍ଣ ସେହି ନିବାସରେ ସ୍ୱାମିନୀ ରୁକ୍ମିଣୀଙ୍କ ସହିତ ବସିଛନ୍ତି ଏବଂ ସେହି ନିବାସରେ ରୁକ୍ମିଣୀଙ୍କ ପରି ରୂପ, ଗୁଣ, ଅବସ୍ଥା ଓ ବେଶଭୂଷାରେ ମଣ୍ଡିତ ହୋଇ ସହସ୍ର ଦାସୀ ସର୍ବଦା ରହିଥିଲେ ମଧ୍ୟ ସ୍ୱୟଂ ରୁକ୍ମିଣୀ ଭଗବାନଙ୍କ ଉପରେ ସୁନା ପେଣ୍ଟ ଲାଗିଥିବା ଚାମର ଢାଳୁଛନ୍ତି। ନାରଦଙ୍କୁ ଦେଖୁ ଦେଖୁ ଧାର୍ମିକମାନଙ୍କର ମୁକୁଟମଣି ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ପଲଙ୍କରୁ ଉଠି ଠିଆ ହୋଇ ପଡ଼ିଲେ ଏବଂ ମାସି ନାରଦଙ୍କ ଯୁଗଳ ଚରଣରେ ନିଜର ମୁକୁଟଯୁକ୍ତ ଶିର ଲଗାଇ ପ୍ରଣାମ କଲେ। ତାପରେ ସେ ତାଙ୍କୁ ଯୋଡ଼ ହସ୍ତରେ ଡାକି ଆଣି ନିଜ ଆସନରେ ବସାଇଲେ। ଏ ପରୀକ୍ଷିତ, ଏଥିରେ ସନ୍ଦେହ ନାହିଁ ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସଚରାଚର ଜଗତର ପରମ ଗୁରୁ ଓ ତାଙ୍କରି ପାଦ ପ୍ରକ୍ଷାଳନ ନିକଟରେ ରହୁଥିବା ଗଙ୍ଗାଜଳ ସମଗ୍ର ଜଗତ ପାଇଁ ମଙ୍ଗଳକାରକ। ତଥାପି ସେ ହେଉଛନ୍ତି ପରମ ଭକ୍ତବତ୍ସଳ ଓ ସନ୍ଥମାନଙ୍କର ପରମ ଆଦର୍ଶ। ସେ ସେମାନଙ୍କର ସ୍ୱାମୀ। ତାଙ୍କର ଗୋଟିଏ ଅସାଧାରଣ ନାମ ହେଉଛି ବ୍ରହ୍ମଣ୍ୟ ଦେବ। ସେ ବ୍ରାହ୍ମଣମାନଙ୍କୁ ନିଜର ଆରାଧ୍ୟ ଦେବ ବୋଲି ଭାବନ୍ତି। ଏହି ନାମଟି ତାଙ୍କର ଗୁଣ ଅନୁରୂପ ହୋଇଥିବାରୁ ଅତ୍ୟନ୍ତ ଯଥାର୍ଥ ମଧ୍ୟ। ତେଣୁ ସେ ନିଜେ ନାରଦଙ୍କ ପାଦ ଧୋଇଦେଇ ନିଜ ମସ୍ତକରେ ତାଙ୍କର ଚରଣାମୃତ ଧାରଣ କଲେ। ନରଶିରୋମଣି ତଥା ନରଙ୍କ ସଖା, ସର୍ବଦର୍ଶୀ ପୁରାଣ ପୁରୁଷ ଭଗବାନ ନାରାୟଣ ଶାସ୍ତ୍ରୋକ୍ତ ବିଧିରେ ଦେବର୍ଷି ଶ୍ରେଷ୍ଠ ନାରଦଙ୍କୁ ପୂଜା କଲେ। ତାପରେ ଅମୃତଠାରୁ ମଧ୍ୟ ଅଧିକ ମଧୁର ତଥା ମିତ ବାଣୀରେ ଅର୍ଥାତ୍ ଅଳ୍ପ ଶବ୍ଦରେ ତାଙ୍କୁ ସାଗର ସତ୍କାର କରି କହିଲେ, ହେ ପ୍ରଭୁ, ଆପଣ ତ ସ୍ୱୟଂ ହେଉଛନ୍ତି ସମଗ୍ର ଜ୍ଞାନ, ବୈରାଗ୍ୟ, ଧର୍ମ, ଯଶ, ଶ୍ରୀ ଏବଂ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ। ତଥାପି ମୁଁ ଆପଣଙ୍କର କି ସେବା କରିବି, ଆଜ୍ଞା ହେଉ। ଦେବର୍ଷି ନାରଦ କହିଲେ, ଭଗବାନ,
ଆପଣ ହେଉଛି ସମସ୍ତ ଲୋକର ଏକମାତ୍ର ସ୍ୱାମୀ। ଭକ୍ତମାନଙ୍କୁ ପ୍ରେମ କରିବା ଓ ଦୁଷ୍ଟମାନଙ୍କୁ ଦଣ୍ଡ ଦେବା ଆପଣଙ୍କ ପାଖରେ କୌଣସି ନୂଆ କଥା ନୁହେଁ। ହେ ପରମ ଯଶସ୍ୱୀ ପ୍ରଭୁ, ଜଗତ ସ୍ଥିତି ଓ ସୁରକ୍ଷା ଦ୍ୱାରା ସକଳ ଜୀବଙ୍କର କଲ୍ୟାଣ କରିବା ନିମନ୍ତେ ଆପଣ ଯେ ସ୍ୱେଚ୍ଛାରେ ଅବତାର ଗ୍ରହଣ କରିଛନ୍ତି ତାହା ମୁଁ ଭଲ ରୂପେ ଜାଣେ। ବଡ଼ ସୌଭାଗ୍ୟର କଥା ଯେ ଆଜି ମୋତେ ଆପଣଙ୍କର ଚରଣ ଦର୍ଶନ ମିଳିଗଲା। ଆପଣଙ୍କର ଏହି ଚରଣ କମଳ ସମସ୍ତ ଜୀବଙ୍କ ମୁଖ୍ୟ ପ୍ରଦାନ କରିବାକୁ ସମର୍ଥ। ଅସୀମ ଜ୍ଞାନର ଅଧିକାରୀ ବ୍ରହ୍ମା ଶଙ୍କର ପ୍ରଭୃତି ସଦାସର୍ବଦା ଆପଣଙ୍କ ଚରଣ ଚିନ୍ତନ କରନ୍ତି। ଏହି ଚରଣ ଯୁଗଳକୁ ଅବଲମ୍ବନ କଲେ ହିଁ ସଂସାର ରୂପୀ କୂପରେ ପଡ଼ିଯାଇଥିବା ପ୍ରାଣୀ ଉଦ୍ଧାର ପାଇଥାଏ। ଆପଣ ମୋତେ ଏପରି କୃପା କରନ୍ତୁ ଯେ ମୁଁ ଯେଉଁଠି ଯେପରି ଅବସ୍ଥାରେ ଥାଏ ନା କାହିଁକି ଆପଣଙ୍କର ସେହି ଚରଣ କମଳ ସ୍ମୃତି ମୋ ଭିତରେ ସଦାସର୍ବଦା ରହିଥାଉ ଏବଂ ସେହି ଚରଣ କମଳର ଧ୍ୟାନରେ ମୁଁ ସର୍ବଦା ତନ୍ମୟ ହୋଇ ରହିଥାଏ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଏହାପରେ ଯୋଗେଶ୍ୱରମାନଙ୍କର ମଧ୍ୟ ଈଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କର ଯୋଗମାୟାର ରହସ୍ୟ ଜାଣିବା ନିମନ୍ତେ ଦେବର୍ଷି ନାରଦ ପ୍ରଭୁଙ୍କର ଅନ୍ୟ ଏକ ପତ୍ନୀଙ୍କ ନିବାସକୁ ଗଲେ। ସେଠାକୁ ଯାଇ ସେ ଦେଖନ୍ତି ତ ଭଗବାନ ଶ୍ରୀକୃଷ୍ଣ ନିଜର ପ୍ରାଣପ୍ରିୟ ପତ୍ନୀ ଓ ଉଦ୍ଧବଙ୍କ ସହିତ ବସି ପଶା ଖେଳୁଛନ୍ତି। ସେଠାରେ ବି ଭଗବାନ ଉଠି ଠିଆ ହୋଇପଡ଼ି ତାଙ୍କୁ ସ୍ୱାଗତ କଲେ, ଆସନରେ ବସାଇଲେ ଏବଂ ବିବିଧ ସାମଗ୍ରୀ ଦ୍ୱାରା ବଡ଼ ଭକ୍ତିର ସହିତ ତାଙ୍କର ପୂଜା ଅର୍ଚ୍ଚନା କଲେ। ତାପରେ ଭଗବାନ କିଛି ଜାଣିନଥିବା ପରି ନାରଦଙ୍କୁ ପଚାରିଲେ, ଆପଣ ଏଠାକୁ କେତେବେଳେ ଆସିଲେ? ଆପଣ ତ ପରିପୂର୍ଣ୍ଣ ଓ ଆପ୍ତକାମ, ଆମେମାନେ ତ ଅପୂର୍ଣ୍ଣ। ଏପରି ଅବସ୍ଥାରେ ଭଲ ଆମେମାନେ ଆପଣଙ୍କର କି ସେବା କରିପାରିବୁ? ତଥାପି ହେ ବ୍ରହ୍ମସ୍ୱରୂପ ନାରଦ, ଆପଣ ନିଶ୍ଚୟ କିଛି ନା କିଛି ଆଜ୍ଞା କରନ୍ତୁ ଓ ଆମକୁ ସେବାର ଅବସର ଦେଇ ଆମର ଜନ୍ମକୁ ସଫଳ କରନ୍ତୁ। ଏସବୁ ଦେଖି ଓ ଶୁଣି ନାରଦ ବିସ୍ମିତ ହୋଇଗଲେ। ସେ ଚୁପଚାପ ସେଠାରୁ ଉଠି ଅନ୍ୟ ଏକ ରାଣୀ ନିବାସକୁ ଚାଲିଗଲେ। ସେଠାରେ ବି ନାରଦ ଦେଖିଲେ ଯେ ଶ୍ରୀକୃଷ୍ଣ ତାଙ୍କର ଛୋଟ ଛୁଆମାନଙ୍କୁ ଆଦର ସ୍ନେହ କରୁଛନ୍ତି। ସେଠାରୁ ଯାଇ ଅନ୍ୟ ଏକ ରାଣୀ ନିବାସରେ ଦେଖନ୍ତି ତ ଶ୍ରୀକୃଷ୍ଣ ସ୍ନାନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ଭାବରେ ଦେବର୍ଷି ନାରଦ ବିଭିନ୍ନ ରାଣୀ ନିବାସରେ ଭଗବାନ ବିଭିନ୍ନ କର୍ମ କରୁଥିବାର ଦେଖିବାକୁ ପାଇଲେ। ନାରଦ ଦେଖିଲେ କେଉଁଠି ସେ ଯଜ୍ଞ କୁଣ୍ଡରେ ହୋମ କରୁଛନ୍ତି ତ କେଉଁଠି ପଞ୍ଚମହାଯଜ୍ଞରେ ଦେବତା ଆଦିଙ୍କୁ ଆରାଧନା କରୁଛନ୍ତି, କେଉଁଠି ବ୍ରାହ୍ମଣମାନଙ୍କୁ ଭୋଜନ କରାଉଛନ୍ତି ତ କେଉଁଠି ସ୍ୱୟଂ ଯଜ୍ଞ ବିଶେଷ ଭୋଜନ କରୁଛନ୍ତି, କେଉଁଠି ସନ୍ଧ୍ୟା କରୁଛନ୍ତି ତ କେଉଁଠି ମୌନ ହୋଇ ଗାୟତ୍ରୀ ଜପ କରୁଛନ୍ତି, କେଉଁଠି ବା ହାତରେ ଢାଲ ତରବାରୀ ଚଳାଇବା ଅଭ୍ୟାସ କରୁଛନ୍ତି, କେଉଁଠି ସେ ଘୋଡ଼ା, ହାତୀ କିମ୍ବା ରଥରେ ବସି ବିଚରଣ କରୁଛନ୍ତି ତ କେଉଁଠି ପଲଙ୍କ ଉପରେ ଶୋଇଛନ୍ତି ଓ କେଉଁଠି ବନ୍ଦୀଜନମାନେ ତାଙ୍କୁ ସ୍ତୁତି କରୁଛନ୍ତି, କେଉଁଠି ସେ ଉଦ୍ଧବ ଆଦି ମନ୍ତ୍ରୀମାନଙ୍କ ସହିତ କୌଣସି ଗୁରୁତର ବିଷୟ ଉପରେ ପରାମର୍ଶ କରୁଛନ୍ତି ତ କେଉଁଠି ସୁନ୍ଦରୀ ବାରାଙ୍ଗନାମାନଙ୍କ ଘେରରେ ଜଳକ୍ରୀଡ଼ା କରୁଛନ୍ତି, କେଉଁଠି ଶ୍ରେଷ୍ଠ ବ୍ରାହ୍ମଣମାନଙ୍କୁ ବସ୍ତ୍ରାଭୂଷଣ ସଜ୍ଜିତ ଗାଈ ଦାନ କରୁଛନ୍ତି ତ କେଉଁଠି ମଙ୍ଗଳମୟ ଇତିହାସ ପୁରାଣ ଶ୍ରବଣ କରୁଛନ୍ତି, କେଉଁଠି କୌଣସି ପତ୍ନୀଙ୍କ ନିବାସରେ ନିଜର ପ୍ରାଣପ୍ରିୟଙ୍କ ସହିତ ହାସ୍ୟ ବିନୋଦ କରି ହସୁଛନ୍ତି ତ କେଉଁଠି ଧର୍ମଚର୍ଚ୍ଚା କରୁଛନ୍ତି, ପୁଣି କେଉଁଠି ଧନ ସଂଗ୍ରହ ଓ ଧନ ବୃଦ୍ଧି କରିବା କାର୍ଯ୍ୟରେ ଲାଗିଛନ୍ତି ତ କେଉଁଠି ଧର୍ମାନୁକୂଳ ଗୃହସ୍ଥଚ୍ୟୁତ ବିଭିନ୍ନ ବିଷୟ ଉପଭୋଗ କରୁଛନ୍ତି, କେଉଁଠି ଏକାନ୍ତରେ ବସି ପ୍ରକୃତିର ଅତୀତ ପୁରାଣ ପୁରୁଷଙ୍କୁ ଧ୍ୟାନ କରୁଛନ୍ତି ତ କେଉଁଠି ଗୁରୁଜନମାନଙ୍କୁ ସେମାନଙ୍କ ଇଚ୍ଛିତ ଭୋଗ ସାମଗ୍ରୀ ପ୍ରଦାନ କରି ସେବା ଶୁଶ୍ରୂଷା କରୁଛନ୍ତି। ଦେବର୍ଷି ନାରଦ ଦେଖିଲେ ଯେ ଭଗବାନ ଶ୍ରୀକୃଷ୍ଣ କାହା ସହିତ ଯୁଦ୍ଧ ବିଷୟରେ ବିଚାର ବିମର୍ଶ କରୁଛନ୍ତି ତ କାହା ସହିତ ସନ୍ଧି କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି, ପୁଣି କେଉଁଠି ସେ ବଳରାମଙ୍କ ସହିତ ବସି ସତ୍ପୁରୁଷମାନଙ୍କର କଲ୍ୟାଣ କିପରି ହେବ ତାହା ବିଚାର କରୁଛନ୍ତି, ପୁଣି କେଉଁଠି ପୁଅ ଝିଅଙ୍କର ବିବାହ ବୟସ ହୋଇଯାଇଥିବାରୁ ଉପଯୁକ୍ତ କନ୍ୟା ଓ ବରଙ୍କ ସହିତ ସେମାନଙ୍କର ବିବାହ କାର୍ଯ୍ୟ ବିଧିବଦ୍ଧ ସମ୍ପନ୍ନ କରୁଛନ୍ତି, କେଉଁଠି ଘରୁ କନ୍ୟା ବିଦା କରୁଛନ୍ତି ତ କେଉଁଠି ନବବଧୂ ଆଗମନର ପ୍ରସ୍ତୁତିରେ ଲାଗିଛନ୍ତି। ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କର ଏସବୁ ବିରାଟ ଉତ୍ସବ ଦେଖି ସମସ୍ତେ ବିସ୍ମିତ ହୋଇଯାଉଛନ୍ତି। ପ୍ରଭୁ କେଉଁଠି ବଡ଼ ବଡ଼ ଯଜ୍ଞ ଦ୍ୱାରା ସକଳ ଦେବତାଙ୍କର ଯଜନ ପୂଜନ କରୁଛନ୍ତି ତ କେଉଁଠି କୂଅ, ବଗିଚା, ମଠ ଆଦି ପ୍ରତିଷ୍ଠା କରି ଇଷ୍ଟାପୂର୍ତ ଧର୍ମ ଆଚରଣ କରୁଛନ୍ତି, କେଉଁଠି ଶ୍ରେଷ୍ଠ ଯାଦବମାନଙ୍କ ଗହଣରେ ସିନ୍ଧୁ ଦେଶୀ ଓ ଅଶ୍ଵ ଆରୋହଣ ପୂର୍ବକ ମୃଗୟା କରୁଛନ୍ତି ଏବଂ ଯଜ୍ଞ ନିମନ୍ତେ ପବିତ୍ର ବସ୍ତ୍ର ସଂଗ୍ରହ କରୁଛନ୍ତି, ପୁଣି କେଉଁଠି ଲୋକଙ୍କ ଅଭିପ୍ରାୟ ଜାଣିବା ନିମନ୍ତେ ପ୍ରଜାମାନଙ୍କ ମଧ୍ୟରେ ଓ ଅନ୍ତଃପୁରରେ ଛଦ୍ମବେଶରେ ଅନ୍ଧାରି ବିଜେ କରୁଛନ୍ତି। ଭଗବାନ ତ ଯୋଗେଶ୍ୱର, ଏପରି କରିବାରେ ତାଙ୍କ ପାଖରେ ଅସୁବିଧା ବା କ'ଣ ଅଛି? ହେ ପରୀକ୍ଷିତ, ଏପରି ମନୁଷ୍ୟ ଲୀଳା କରୁଥିବା ଋଷିକେଶଙ୍କ ଯୋଗମାୟାର ବୈଭବ ଦେଖି ଦେବର୍ଷି ନାରଦ ମୃଦୁ ହାସ କରି ପ୍ରଭୁଙ୍କୁ କହିଲେ, ହେ ଯୋଗେଶ୍ୱର, ହେ ଆତ୍ମଦେବ, ଆପଣଙ୍କର ଯୋଗମାୟା ବ୍ରହ୍ମା ଆଦି ବଡ଼ ବଡ଼ ମାୟାବୀମାନଙ୍କ ନିମନ୍ତେ ମଧ୍ୟ ଅଗମ୍ୟ। କିନ୍ତୁ ମୁଁ ଆପଣଙ୍କ ଯୋଗମାୟାର ରହସ୍ୟ ଜାଣେ, କାରଣ ଆପଣଙ୍କ ଚରଣକମଳ ସେବା କରିବାରୁ ସେ ମାୟା ସ୍ୱୟଂ ମୋ ଆଗରେ ପ୍ରକଟ ହୋଇଗଲା। ଦେବତାମାନଙ୍କର ମଧ୍ୟ ଆରାଧ୍ୟ ଦେବ ହେ ଭଗବାନ, 14 ଭୁବନ ତ ଆପଣଙ୍କ ସୁଯଶରେ ପରିପୂର୍ଣ୍ଣ। ଏଥର ମୋତେ ଆପଣଙ୍କ ତ୍ରିଭୁବନ ପାବନୀ ଲୀଳାଗାନ କରି ସେହି ସମସ୍ତ ଲୋକରେ ବିଚରଣ କରିବାକୁ ଆଜ୍ଞା ମିଳୁ। ଭଗବାନ ଶ୍ରୀକୃଷ୍ଣ କହିଲେ,
ହେ ଦେବର୍ଷି ନାରଦ, ମୁଁ ହିଁ ହେଉଛି ଧର୍ମ ଉପଦେଶକ, ଧର୍ମପାଳକ ଓ ଧର୍ମ ଅନୁଷ୍ଠାନକାରୀ ତଥା ଧର୍ମ ଅନୁମୋଦନକାରୀ। ତେଣୁ ସଂସାରକୁ ଧର୍ମ ଶିକ୍ଷା ଦେବା ନିମନ୍ତେ ହିଁ ମୁଁ ଏପରି ଧର୍ମ ଆଚରଣ କରୁଛି। ହେ ପ୍ରିୟ ପୁତ୍ର, ତୁମେ ମୋର ଏହି ଯୋଗମାୟା ଦେଖି ମୋହିତ ହୋଇଯାଅ ନାହିଁ। ଶ୍ରୀ ଶୁକଦେବ କହିଲେ, ଏପରି ଭାବରେ ଭଗବାନ ଗୃହସ୍ଥମାନଙ୍କୁ ପବିତ୍ର କରିଦେଉଥିବା ଶ୍ରେଷ୍ଠ ଧର୍ମ ଆଚରଣ କରୁଥିଲେ। ସେ ଏକ ତଥା ଅଦ୍ୱିତୀୟ ସତ। ତଥାପି ଦେବର୍ଷି ନାରଦ ତାଙ୍କୁ ତାଙ୍କର ପ୍ରତ୍ୟେକ ପତ୍ନୀଙ୍କ ନିବାସରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପାଇଲେ। ଭଗବାନ ଶ୍ରୀକୃଷ୍ଣଙ୍କର ଶକ୍ତି ଅନନ୍ତ। ତାଙ୍କ ଯୋଗମାୟାର ପରମ ଐଶ୍ୱର୍ଯ୍ୟ ବାରମ୍ବାର ଦେଖିବାକୁ ପାଇ ଦେବର୍ଷି ନାରଦଙ୍କର ବିସ୍ମୟ ଓ କୌତୂହଳର ସୀମା ରହିଲା ନାହିଁ। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରେ ଗୃହସ୍ଥଙ୍କ ପରି ବିଭିନ୍ନ କର୍ମରେ ଏପରି ରତ ଥିଲେ ଯେ ମନେ ହେଉଥିଲା ସତେ ଯେପରି ତାଙ୍କର ଧର୍ମ, ଅର୍ଥ ଓ କାମରୂପକ ପୁରୁଷାର୍ଥରେ ବିଶେଷ ଶ୍ରଦ୍ଧା ରହିଛି। ସେ ଦେବର୍ଷି ନାରଦଙ୍କୁ ବହୁତ ସମ୍ମାନ ଦେଲେ। ଦେବର୍ଷି ନାରଦ ପ୍ରସନ୍ନ ହୋଇ ଭଗବାନଙ୍କୁ ସ୍ମରଣ କରି କରି ସେଠାରୁ ଫେରି ଆସିଲେ। ହେ ରାଜନ, ସକଳ ଜଗତର କଲ୍ୟାଣ ନିମନ୍ତେ ଭଗବାନ ନାରାୟଣ ନିଜର ଅଚ୍ୟୁତ ମହାଶକ୍ତି ଯୋଗମାୟାଙ୍କୁ ଅଙ୍ଗୀକାର କରନ୍ତି ଓ ଏହିପରି ଅନେକ ମାନବ ଲୀଳା କରିଥାନ୍ତି। ଦ୍ୱାରକାପୁରୀର 16,000ରୁ ବି ଅଧିକ ପତ୍ନୀ ସେମାନଙ୍କ ସଲଜ ଓ ପ୍ରେମପୂର୍ଣ୍ଣ ଚାହାଣୀ ତଥା ମନ୍ଦ ମୃଦୁ ହାସ ଦ୍ୱାରା ଭଗବାନଙ୍କ ସେବା କରିଥାନ୍ତି ଏବଂ ପ୍ରଭୁ ସେମାନଙ୍କ ସହିତ ଗୃହସ୍ଥଚ୍ୟୁତ ବିହାର କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଯେଉଁ ଲୀଳା କରୁଥିଲେ ତାହା ଅନ୍ୟ କେହି କରିପାରିବେ ନାହିଁ। ଏପରିକି ତ ସେ ହେଉଛନ୍ତି ବିଶ୍ୱର ଉତ୍ପତ୍ତି ତୃତୀୟ ପ୍ରଳୟର ପରମ କାରଣ, ଯେ ତାଙ୍କର ବିଭିନ୍ନ